ଆମେ ସାଧାରଣତଃ ଦେଖିଥାଉ କିଛି ଲୋକ ବହୁତ ଷ୍ଟ୍ରଙ୍ଗ ମାଇଣ୍ଡେଡ୍ ଥାଆନ୍ତି ଆଉ କିଛି ଜଣ ୱିକ୍ ଥାଆନ୍ତି, ଦୁର୍ବଳ ମନ ବୋଲି ଆମେ କହିଥାଉ। ଆମେ ଯଦି କମ୍ପେୟାର କରିବା ଯେ ସେମାନଙ୍କର କ୍ୟାରେକ୍ଟରିଷ୍ଟିକ୍ସ କେମିତି ଥାଏ, ତାହେଲେ ଆମେ ଜାଣିପାରିବା ଯେ ଯେଉଁମାନେ ଦୁର୍ବଳ ଭକ୍ତି ସମ୍ପନ୍ନ ଥାଆନ୍ତି ବା ଯାହାକୁ ୱିକ୍ ପିପୁଲ୍ ବୋଲି କୁହାଯାଏ, ସେମାନେ କ'ଣ କରନ୍ତି ନା ଅନ୍ୟମାନଙ୍କର ଭୁଲ ଦେଖିଲେ ସେସବୁକୁ ହସନ୍ତି। କିନ୍ତୁ ଯେଉଁମାନେ ଷ୍ଟ୍ରଙ୍ଗ ପିପୁଲ୍, ଯେଉଁମାନେ ସକ୍ସେସଫୁଲ୍ ପିପୁଲ୍, ସେମାନେ କ'ଣ କରନ୍ତି ଯେ ଅନ୍ୟର ଭୁଲ ଦେଖିଲେ ସେଠି କ'ଣ ଶିଖିବାର ଅଛି ଶିଖିଯାଆନ୍ତି। ତାପରେ କ'ଣ ହେଲା, ଆମର ଭିତରେ ସେଇ ୱିକ୍ ଲୋକମାନେ କ'ଣ କରନ୍ତି ନା ଅନ୍ୟମାନଙ୍କ ପ୍ରୋବ୍ଲେମ୍ ଯେତେବେଳେ ଦେଖନ୍ତି ସେମାନେ କ'ଣ କରନ୍ତି ନା ନିଜେ ବହୁତ ଖୁସି ଫିଲ୍ କରନ୍ତି ଯେ ଅନ୍ୟମାନେ ଯେଉଁ ସମସ୍ୟାରେ ଅଛନ୍ତି ସେ ସମସ୍ୟାକୁ ଦେଖି ସେମାନେ ଖୁସି ହୁଅନ୍ତି ଯେ ମୋର ସେ ସମସ୍ୟା ନାହିଁ। କିନ୍ତୁ ଅପରପକ୍ଷରେ କ'ଣ ହୁଏ, ଯେଉଁମାନେ ଷ୍ଟ୍ରଙ୍ଗ ସେମାନେ କ'ଣ କରନ୍ତି ନା ସେମାନେ ଏଇ ଯେଉଁ ପ୍ରୋବ୍ଲେମଟି ଦେଖନ୍ତି ଅନ୍ୟମାନଙ୍କର, ସେଇ ପ୍ରୋବ୍ଲେମ କେମିତି ତାଙ୍କ ଜୀବନରେ ନ ଆସିବ ସେଥିପାଇଁ ସେମାନେ ସଜାଗ ରହିଯାଆନ୍ତି। ତାପରେ କ'ଣ ହୁଏ ନା, ଆମର ଏଇ ଯେଉଁ ଦୁର୍ବଳ ବ୍ୟକ୍ତି ସମ୍ପନ୍ନ ଲୋକମାନେ ଥାଆନ୍ତି ସେମାନେ କ'ଣ କରନ୍ତି ନା ଅନ୍ୟମାନଙ୍କର ବିଷୟରେ ଗପସପ କରନ୍ତି। କାହାର ଘରେ କ'ଣ ହେଲା, କାହାର ପିଲା କ'ଣ କରୁଛନ୍ତି, ଏଇଭଳି ଛୋଟ ଛୋଟ କଥାକୁ ଆସି ଅନ୍ୟମାନଙ୍କ ସାଙ୍ଗରେ ମଧ୍ୟ ଗପ କରିଥାନ୍ତି। କିନ୍ତୁ ଯୋଉଠି କିଛି ଅସୁବିଧା ହେଇଥିବ ସେମାନଙ୍କ ମଧ୍ୟ ଗପ କରିଥାନ୍ତି। କିନ୍ତୁ କ'ଣ ହୁଏ ନା, ଆମର ଷ୍ଟ୍ରଙ୍ଗ ଲୋକମାନେ କ'ଣ କରନ୍ତି ନା ଅନ୍ୟ ଲୋକମାନଙ୍କର କଥାକୁ ବା ତାଙ୍କ ଜୀବନରେ ଆସୁଥିବା ସମସ୍ୟା ବା ଘଟଣାକୁ ଦେଖନ୍ତି, କିନ୍ତୁ ସେମାନେ କ'ଣ କରନ୍ତି ନା ସେଇ ଯେଉଁ ସ୍ପର୍ଶକାତରତା ପୂର୍ଣ୍ଣ ଘଟଣା ଗୁଡ଼ିକ ଥାଏ ସେଇଟା ସେଇ ଦୃଷ୍ଟିରେ ସେମାନେ ଦେଖନ୍ତି। କେବେ କାହାକୁ କୌଣସି କଥା କେବଳ ଗପସପ ମାଧ୍ୟମରେ କୁହନ୍ତି ନାହିଁ। ତାପରେ ଆଉ କ'ଣ ତାପରେ ଆଉ କ'ଣ ଦେଖାଯାଏ ନା, ଯେଉଁମାନେ ଦୁର୍ବଳ ଭକ୍ତି ସମ୍ପନ୍ନ ଲୋକ ଥାଆନ୍ତି ସେମାନେ କ'ଣ କରନ୍ତି ନା, ଯେଉଁମାନେ ତାଙ୍କଠୁ ଅଧିକ ଆଗକୁ ଚାଲିଯାଆନ୍ତି ବା ସକ୍ସେସଫୁଲ୍ ହେଇଥାନ୍ତି କି କାହାର କିଛି ଭଲ ଦେଖିଲେ ସେମାନେ ଈର୍ଷା କରିଦିଅନ୍ତି। କିନ୍ତୁ ଯେଉଁମାନେ ଷ୍ଟ୍ରଙ୍ଗ ପିପୁଲ୍, ଯେଉଁମାନେ ଭଲ ମଣିଷ ବୋଲି ଆମେ ଭାବୁ, ଯେଉଁମାନେ କିଛି ଜୀବନରେ କରିବା ପାଇଁ ଚାହାନ୍ତି, ସେଇଭଳି ଲୋକମାନେ କ'ଣ କରନ୍ତି ନା ଅନ୍ୟମାନଙ୍କର ଯେତେବେଳେ ସକ୍ସେସ୍ ଦେଖନ୍ତି, ଅନ୍ୟମାନଙ୍କର ପ୍ରଗତି ଦେଖନ୍ତି ବା ଅନ୍ୟମାନଙ୍କର ଗ୍ରୋଥ୍ ଦେଖନ୍ତି, ସେମାନେ ସେମାନଙ୍କୁ ଷ୍ଟଡି କରନ୍ତି କେମିତି ସେଇ ତାଙ୍କ ଜୀବନରେ ଘଟୁଥିବା ଘଟଣାକୁ ଆମେ କେମିତି ତାକୁ ନିଜ ଜୀବନରେ ଆଣିପାରିବା ଏବଂ ନିଜ ଲାଇଫ୍ କେମିତି ବେଟର କରିପାରିବା, ନିଜେ କେମିତି ଅଧିକ ସକ୍ସେସଫୁଲ୍ ହେଇପାରିବା, ସେଇ କଥାରେ ସେମାନେ ଲାଗିଯାଆନ୍ତି, ସେମାନେ ଈର୍ଷା କରନ୍ତି। ତେଣୁ ଆମେ ସାଧାରଣତଃ କେହି ଷ୍ଟ୍ରଙ୍ଗ ବା କେହି ୱିକ୍ ମଧ୍ୟ ନୁହନ୍ତି। ଆମେ ଯେତେବେଳେ ଘଟଣାକୁ ଯେଉଁ ଭଳିଆ ଦେଖୁ ଆମେ ସେଇଭଳିଆ ଭାବରେ ବନିଯାଉ। ତେଣୁ ଆପଣମାନେ ପ୍ରତ୍ୟେକ ଘଟଣାକୁ ଘଟଣା ହିସାବରେ ଦେଖନ୍ତୁ, କ'ଣ ଶିଖିବାର ଅଛି ସେଠୁ ଶିଖନ୍ତୁ। କୌଣସି ଲୋକମାନଙ୍କର ଦୁର୍ବଳତାକୁ ଦେଖିଲେ ତାଙ୍କର ସେଇ ଘଟଣା ଗୁଡ଼ିକ ପ୍ରତି ସ୍ପର୍ଶକାତର ହୁଅନ୍ତୁ ଏବଂ ଈର୍ଷା ପରିବର୍ତ୍ତେ ସେଥିରୁ କ'ଣ କିଛି ଶିଖିବାକୁ ମିଳୁଛି ଶିଖନ୍ତୁ। ଆଶା କରୁଛି ଆପଣଙ୍କୁ ଇନଫର୍ମେସନଟି ଭଲ ଲାଗିବ। ଯଦି ଭଲ ଲାଗିଛି ମୋ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଯଦି ମୋ ଚ୍ୟାନେଲକୁ ହୋଲିଷ୍ଟିକ୍ ହିଲିଂକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍। ଧନ୍ୟବାଦ।